ଭୋକରେ ମରିଯିବେ ପଛେ ନିଜ ବାପ ଘରୁ ଏହି ତିନୋଟି ଜିନିଷ କେବେ ଆଣନ୍ତୁ ନାହିଁ, ନଚେତ୍ ଅନର୍ଥ ହୋଇଯିବ। ଦର୍ଶକ ବନ୍ଧୁ, ଆଉ ଏକ ନୂତନ ଭିଡ଼ିଓକୁ ସ୍ୱାଗତ କରୁଛି। ତେଣୁ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଅବଶ୍ୟ ଦେଖନ୍ତୁ। ଗୋଟିଏ ଗାଁରେ ଗୋଟିଏ ସେଠ ରହୁଥିଲେ। ସେ ସେଠର ଗୋଟିଏ ଝିଅ ଥିଲା। ସେ ସେଠ ତା ଝିଅକୁ ବହୁତ ଭଲ ପାଉଥିଲା। ସେ ସେଠ ତା ଝିଅକୁ ଏତେ ଭଲ ପାଉଥିଲା ଯେ ଯଦି ତା ଝିଅ ତାକୁ କିଛି ମାଗୁଥିଲା ତେବେ ସେ ପ୍ରଥମେ ନିଜ ଝିଅର ଇଚ୍ଛାକୁ ପୂରଣ କରୁଥିଲା। ଝିଅ କହୁଥିଲା, ଏମିତି ଖାଇବି, ଏମିତି ପିନ୍ଧିବି, ଏମିତି ରହିବି। ସେଠ ମଧ୍ୟ ସେଥିରେ ରାଜି ହୋଇଯାଉଥିଲେ। ଝିଅମାନଙ୍କୁ ସ୍ନେହ ଶ୍ରଦ୍ଧା କର, କିନ୍ତୁ ଏତେ କର ନାହିଁ ଯେ ତାଙ୍କର ଭବିଷ୍ୟତ ବିପଦରେ ପଡ଼ିଯାଉ। କାରଣ ଦିନେ ତୁମ ଝିଅକୁ ଅନ୍ୟ ଘରକୁ ଯିବାକୁ ପଡ଼ିବ। ନିଜ ଝିଅକୁ କେତେ ବି ଭଲ ପାଆନ୍ତୁ, କିନ୍ତୁ ତାଙ୍କ ସ୍ୱଭାବ ଉପରେ ଧ୍ୟାନ ଦେବାକୁ ପଡ଼ିବ। କାରଣ ଅଧିକାଂଶ ଶାଶୁଘର ଖରାପ ନୁହେଁ, ବରଂ ଖରାପ ହୋଇଥାଏ ଆମ ଝିଅମାନଙ୍କର ସ୍ୱଭାବ। ଏତେ ପ୍ରେମ କରନ୍ତୁ ନାହିଁ ଯେ ସେ ଜିଦ୍ଦିଆ ହୋଇଯିବ ଓ ସାନ ବଡ଼ଙ୍କ ମଧ୍ୟରେ ଭେଦଭାବ ହିଁ ଭୁଲିଯିବ। ମାନ ମର୍ଯ୍ୟାଦା ଭୁଲିଯିବ କି ମୁଁ ହେଉଛି ଗୋଟିଏ ଭାରତୀୟ ନାରୀ। ସେ ସେଠ ନିଜ ଝିଅକୁ ଏତେ ଭଲ ପାଇଲା ଯେ ସେ ଗୋଟିଏ ଝଗଡ଼ାଳୁ ଓ ଅହଙ୍କାରୀ ହୋଇଗଲା। ମନେ ରଖନ୍ତୁ, ଲଢ଼େଇ କରୁଥିବା ବୋହୂ ସହିତ ଘର ଚାଲେନି। ଝଗଡ଼ା କରୁଥିବା ବୋହୂ ନୁହେଁ, ବରଂ ସମସ୍ତଙ୍କୁ ପ୍ରେମରେ ବାନ୍ଧି ରଖୁଥିବା ବୋହୂଟିଏ ଦରକାର। ସେଠଙ୍କର ଭଲ ପାଇବା କାରଣରୁ ସେ ଝିଅ ଜିଦ୍ଦିଆ ହୋଇଯାଇଥିଲା। ସକାଳ 8ଟାରେ ଶୋଇକି ଉଠୁଥିଲା। କେହି କିଛି ବି କହୁଥିଲା ତ ଓଲଟା ଜବାବ ଦେଉଥିଲା। ସେ ଝିଅ ନିଜ ଜୀବନରେ ବହୁତ ଅହଙ୍କାରୀ ହୋଇଯାଇଥିଲା। ଝିଅର ମା ସେଠକୁ କୁହନ୍ତି, ଆପଣ ତା ପାଇଁ କ'ଣ କରୁଛନ୍ତି? ସେ ଝିଅକୁ କେହି କିଛି କହିଲେ ସେ ଫଟାଫଟ ଜବାବ ଦେଇଦେଉଛି। ପିତା କହିଲେ, ଛୋଟ ଛୁଆଟା, ଠିକ୍ ହୋଇଯିବ। ପତ୍ନୀ କହିଲେ, ସ୍ୱାମୀ, ଛୋଟ ଛୁଆ ଭାବି ଢିଲାରେ ନିଅନ୍ତୁ ନାହିଁ। ଆପଣଙ୍କର ଏହି ଭାବନା ଦିନେ ତାର ଜୀବନ ବର୍ବାଦ କରିଦେବ। ନିଜ ଝିଅର ଅଭାବକୁ ପୂରଣ କରି ତୁମେ କିଛି ସମୟ ପାଇଁ ଖୁସି ହୋଇଯିବ, କିନ୍ତୁ ତାର ଏହି ଜିଦ୍ଦି ଯଦି ତାର ଅଭ୍ୟାସ ହୋଇଯିବ ତେବେ ତୁମକୁ ସାରା ଜୀବନ ଲୁହ ଗଡ଼ାଇବାକୁ ପଡ଼ିବ। ଝିଅକୁ ପାଳନ କରିବା କେଉଁ ସନ୍ଥର ସାଧନାଠୁ ମଧ୍ୟ କମ୍ ନୁହେଁ। ପୁଣି ସେ ଝିଅ ବଡ଼ ହୋଇଗଲେ ବାପା ମାଙ୍କୁ ଚିନ୍ତା ହୋଇଥାଏ କି ମୋ ଝିଅର ଘର ବସିଯାଉ। ପୁଣି ସେଠ ନିଜ ଝିଅର ବିବାହ କରାଇଦେଲେ। ପୁଣି ସେ ନିଜର ଶାଶୁଘରକୁ ଚାଲିଗଲା ଏବଂ ଶାଶୁଘର ଗୋଟିଏ ଦିନ ମଧ୍ୟ ହୋଇନାହିଁ ଶାଶୁଘରୁ ତା ବାପାଙ୍କ ପାଖକୁ ଫୋନ୍ ଆସିଗଲା। ସେଠଜୀ ଫୋନ୍ ଉଠାଇଲେ ଏବଂ କହିଲେ, ଝିଅ କିପରି ଅଛ? ଝିଅ କହିଲା, ଆରେ ବାପା, ମୁଁ ଏଠାରେ ମରୁଛି। ବାପା, ମୁଁ ଏଠାରେ ବହୁତ ଅସୁବିଧାରେ ଅଛି। ସେଠ କହିଲେ, ଝିଅ, 5 ଦିନ ହୋଇଛି, ତୋର କ'ଣ ଅସୁବିଧା ହେଲା? ଝିଅ କହିଲା, ମୁଁ ଶାଶୁଘରେ ଗୋଟିଏ ମୁହୂର୍ତ୍ତ ମଧ୍ୟ ରହିପାରିବି ନାହିଁ। ଏହି ମୁହୂର୍ତ୍ତରେ ମୋତେ ଏଠୁ ନେଇଯାଆନ୍ତୁ। ମୁଁ ଏହି ନର୍କରେ ବଞ୍ଚିପାରିବି ନାହିଁ। ଯଦି ମୋତେ ଜୀବିତ ଦେଖିବା ପାଇଁ ଚାହୁଁଛ ତେବେ ଏହି ମୁହୂର୍ତ୍ତରେ ଆସି ମୋତେ ଏଠାରୁ ନେଇଯାଅ, ନଚେତ୍ ମୋର ମୃତ ଶରୀର ଦେଖିବ। ସେଠ କହିଲେ, ଝିଅ, ଏପରି କ'ଣ ହୋଇଛି? ତୁମେ ଏପରି କାହିଁକି କହୁଛ? ଝିଅ, ମୁଁ ତ ଭଲ ଘର ଦେଖି ତୁମର ବିବାହ କରାଇଥିଲି, ପୁଣି କ'ଣ ହୋଇଗଲା? ଝିଅ କହିଲା, ମୁଁ ଫୋନ୍ ରଖୁଛି, ଆପଣ ଜଲ୍ଦି ଆସିଯାଆନ୍ତୁ। ପୁଣି ବିବଶ ପିତା ଅବା କ'ଣ କରିପାରିବେ? ଝିଅର ଶ୍ୱଶୁର ଘରକୁ ବାହାରି ପଡ଼ିଲେ। ଯେତେବେଳେ ସେ ସେଠାରେ ପହଞ୍ଚିଲେ, ସେଠାରେ ତାଙ୍କୁ କେହି ସ୍ୱାଗତ କଲେ ନାହିଁ କି କେହି ସମ୍ମାନ ମଧ୍ୟ ଦେଲେ ନାହିଁ। ପୁଣି ସେଠ ନିଜ ଝିଅ କୋଠରୀକୁ ଯାଇ ପଚାରିଲେ, ଝିଅ, କ'ଣ ହୋଇଛି? ଝିଅ କହିଲା, ବାପା, ଏହି ମୁହୂର୍ତ୍ତରେ ଏହିଠାରୁ ଚାଲନ୍ତୁ। ଏହି ଘରର ପାଣି ମଧ୍ୟ ପିଅନ୍ତୁ ନାହିଁ। ମୋତେ ଏହିଠାରୁ ଏବେ ନେଇ ଚାଲନ୍ତୁ। ସେଠ କହିଲେ, ଝିଅ, ରହିଯାଅ, ମୁଁ ତୁମ ଶାଶୁଙ୍କୁ ପଚାରି ନେଉଛି। ସେ କହିଲା, କ'ଣ ପଚାରିବ ସେ ଭୁତୁଣୀକୁ? ଆରେ, ସେ ବୁଢ଼ୀ କାରଣରୁ ହିଁ ମୁଁ ଏ ଦୁଃଖିତ ଅଛି। ପୁଣି ସେଠ କହିଲେ, ଝିଅ, ମୁଁ ଗୋଟିଏ ଥର ତୁମ ଶାଶୁଙ୍କୁ ପଚାରି ନିଏ। ପୁଣି ସେଠ ଝିଅର ଶାଶୁ ପାଖକୁ ଆସି କହିଲେ, ଭଉଣୀ, ମୁଁ ଆସିଛି। ତାପରେ ସେ ସମୁଦୁଣୀ କହିଲେ, ହଁ, ମୋତେ ମାରିଦେଲ। ସେଠ କହିଲେ, ସମୁଦୁଣୀ, ମୁଁ ଝିଅକୁ ନେବାକୁ ଚାହୁଁଛି। ଶାଶୁ କହିଲେ, ହଁ ହଁ, ଏହି ମୁହୂର୍ତ୍ତରେ ସେ ନମୁନାକୁ ଏଠାରୁ ନେଇଯାଅ। ତୁମେ ଏମିତି ଗୋଟେ ଝିଅ ଦେଇଛ ଯିଏ ଆମକୁ ବଞ୍ଚିବାକୁ ଦେଉନାହିଁ। ସେ କୌଣସି କାମକୁ ନୁହେଁ, ତାକୁ ଏଠାରୁ ନେଇଯାଅ। ଶାଶୁର ଏପରି କଥା ଶୁଣି ପିତାର ମୁଣ୍ଡ ତଳକୁ ହୋଇଗଲା।
ଝିଅର ଭୁଲ କାରଣରୁ ସେଠଜୀ ଅପମାନିତ ହୋଇ ସେଠାରୁ ନିଜ ଝିଅକୁ ନେଇ ଚାଲିଗଲେ ଏବଂ କହିଗଲେ, ସମୁଦୁଣୀ କିଛି ଦିନରେ ଝିଅକୁ ପଠାଇଦେବି। ସମୁଦୁଣୀ କହିଲେ, କେବେ ନୁହେଁ, ସାରା ଜୀବନ ପାଇଁ ଝିଅକୁ ଆଉ ପଠାଇବେ ନାହିଁ। ତା ପାଇଁ ଏଠାର କବାଟ ସବୁଦିନ ପାଇଁ ବନ୍ଦ ହୋଇଗଲା। ସେଠ ବୁଝିପାରିଲେ ନିଶ୍ଚୟ କିଛି ଗଡ଼ବଡ଼ ହୋଇଛି। ସେ ଝିଅକୁ ଧରି ସେଠାରୁ ଚାଲି ଆସିଲେ। ଆସିବା ରାସ୍ତାରେ ସେଠ ଝିଅକୁ ପଚାରିଲେ, ଗୋଟିଏ କଥା କୁହ ଝିଅ, ଏଠାରେ ଝଗଡ଼ା କିପରି ହେଲା? ଝିଅ କହିଲା, ବାପା, ଆପଣ ମୋତେ କେଉଁଠି ଫସେଇ ଦେଲେ। ତାଠୁ ଭଲ ଯଦି ମୁଁ ସାରା ଜୀବନ କୁଆଁରୀ ହୋଇ ରହିଯାଇଥାନ୍ତି। ବାପା କହିଲେ, ଝିଅ ଚିନ୍ତା କର ନାହିଁ, ସବୁ ଠିକ୍ ହୋଇଯିବ। ତାପରେ ସେଠ କହିଲେ, ଝିଅ ଗୋଟିଏ କଥା କୁହ, ତୁମର ଶାଶୁ କିପରି, ଅର୍ଥାତ୍ ତାଙ୍କର ସ୍ୱଭାବ କିପରି? ଝିଅ କହିଲା, ଆପଣ ଜାଣିନାହାନ୍ତି, ସେ 1 ନମ୍ବରର ଭୁତୁଣୀ। ପୁଣି ପଚାରିଲେ, ତୁମର ଶ୍ୱଶୁର କିପରି? ସେ କହିଲା, ଶ୍ୱଶୁର ତ ଗୋଟିଏ ରାକ୍ଷସ। ପୁଣି ପଚାରିଲେ, ତୁମର ଯା କିପରି? ସେ କହିଲା, ତା କଥା କୁହନ୍ତୁ ନାହିଁ, ସେ ଗୋଟିଏ ମହାମୂର୍ଖ। ପୁଣି ପଚାରିଲେ, ତୁମର ଦିଅର କିପରି? ସେ କହିଲା, ବାପା, ସେ ଗୋଟିଏ ଆବାରା। ଦିନ ସାରା ସେ କେବଳ ଏଠାରେ ସେଠାରେ ଘୁରି ବୁଲୁଥାଏ। ସେଠ କହିଲେ, ଠିକ୍ ଅଛି, ତେବେ କୁହ ତୁମର ନଣନ୍ଦ କିପରି? ଝିଅ କହିଲା, ସେ ଗୋଟିଏ ଚୁଗୁଲିଖୋର ମଣିଷ। ସେଠ କହିଲେ, ଝିଅ, ତୁମ ସ୍ୱାମୀ କିପରି? ଝିଅ କହିଲା, ବାପା, ମୋ ପତି ସାକ୍ଷାତ ଯମରାଜ ଅଟନ୍ତି। ସେଠ ଭାବିଲେ, ଝିଅ ସମସ୍ତଙ୍କ ବିଷୟରେ ଖରାପ କହୁଛି। ଆଚ୍ଛା ଝିଅ, ତୁମର ପଡ଼ୋଶୀ କିପରି? ଝିଅ କହିଲା, ଏକଦମ ଚୋରି ଛୋପି ଲୋକମାନେ। ସେଠ ଭାବିଲେ, ଗୋଟିଏ କିମ୍ବା 2ଟି ଲୋକ ଭୁଲ ହୋଇପାରନ୍ତି, କିନ୍ତୁ ସମସ୍ତେ କିପରି? ସେଠ ଭାବିଲେ, ଭୁଲ ଝିଅର ଶାଶୁଘର ଲୋକେ ନୁହେଁ, ବରଂ ମୋ ଝିଅ ଅଟେ, କାରଣ ସେ ସମସ୍ତଙ୍କୁ ଖରାପ କହୁଛି। ଝିଅ କହିଲା, ବାପା, ମୁଁ ଆଉ ମୋ ଶାଶୁଘରକୁ ଯିବି ନାହିଁ। ସେଠ କହିଲେ, ଝିଅ, ତୁମର କେଉଁଆଡ଼େ ଯିବାର ଆବଶ୍ୟକତା ନାହିଁ, ତୁମେ ମୋ ଘରେ ରହି ବିଶ୍ରାମ କର। ଝିଅ ତା ବାପ ଘରକୁ ଗଲା। ସେଠାରେ ତାକୁ ତାର ଭାଉଜ ଦେଖି ମୁହଁ ମୋଡ଼ି ସେଠାରୁ ଚାଲିଗଲା। କିଛି ସମୟ ପରେ ଗୋଟିଏ ପଡ଼ୋଶୀ ତାକୁ ଦେଖି ପଚାରିଲେ, ଝିଅ, କ'ଣ ଜ୍ୱାଇଁ ଆସିନାହାନ୍ତି? ସେ କାହାକୁ କିଛି ବି କହୁନଥିଲା। ସେ ଯେଉଁଆଡ଼େ ଯାଉଥିଲା ସମସ୍ତେ ତାକୁ ଦେଖି ପଚାରୁଥିଲେ, ତତେ କ'ଣ ତୋ ଶାଶୁଘର ଲୋକ ଛାଡ଼ି ଦେଇଛନ୍ତି? କାହିଁକି ନେବା ପାଇଁ ତ କେହି ଆସୁନାହାନ୍ତି? ସେ ଝିଅର ବଞ୍ଚିବା ବହୁତ କଷ୍ଟକର ହୋଇଗଲା, କାରଣ ପଡ଼ୋଶୀ ପଚାରନ୍ତି, ସମ୍ପର୍କୀୟ ପଚାରନ୍ତି। ଗୋଟିଏ ଦିନ ସେଠ ଦେଖିଲେ ଝିଅ ଉଦାସ ହୋଇ ବସି ରହିଛି। ସେଠ ଯାଇ ଝିଅଙ୍କୁ ପଚାରିଲେ, କ'ଣ ହୋଇଛି ମା? ଝିଅ କହିଲା, ବାପା, ମୁଁ ଶାଶୁଘରେ ଦୁଃଖୀ ଥିଲି। ଏଠି ମଧ୍ୟ ମୋର ମାନ ସମ୍ମାନ ସବୁ କିଛି ମାଟିରେ ମିଶିଗଲା। ଯେଉଁଆଡ଼େ ମୁଁ ଯାଉଛି ସମସ୍ତେ ମୋତେ ସନ୍ଦେହ ଦୃଷ୍ଟିରେ ଦେଖୁଛନ୍ତି। ଯାହା ସାଙ୍ଗରେ କଥା ହେଉଛି ସେମାନେ ପ୍ରଥମେ ପଚାରୁଛନ୍ତି, ଜିଜୁ କେଉଁଠି? ସବୁଠୁ ଭଲ ଯଦି ମୋର ବିବାହ ହୋଇନଥାନ୍ତା। ସେଠ କହିଲେ, ଝିଅ, ମୋର ଗୋଟିଏ କଥା ମାନିବୁ? ଝିଅ କହିଲା, କୁହନ୍ତୁ ପିତାଜୀ। ସେଠ କହିଲେ, ଝିଅ, ଆମ ଗାଁ ବାହାରେ ବହୁତ ବଡ଼ ସନ୍ଥ ରହୁଛନ୍ତି। ସେ ବହୁତ ଜ୍ଞାନୀ ଅଟନ୍ତି। ମୁଁ ତୋ କଥା ତାଙ୍କୁ କହିଥିଲି। ସେ ମୋତେ ଗୋଟିଏ ମନ୍ତ୍ର କହିଥିଲେ। ଯଦି ତୁ ସେହି ମନ୍ତ୍ରକୁ 6 ମାସ ଜପ କରିବୁ, ତେବେ ତୋତେ ତୋ ଶାଶୁଘର ଲୋକ ତୋ ହାତ ମୁଠାରେ ରହିବେ। ଝିଅ କହିଲା, ହାତ ମୁଠାରେ? ବାପା କହିଲେ, ହଁ ଝିଅ, ହାତ ମୁଠାରେ। ତୋ ସ୍ୱାମୀ ତୋ ଆଗରେ ପଛରେ ଘୁରି ବୁଲିବ। ଶାଶୁ ତ ତୋର ପାଦ ଛୁଇଁବ। ସେ ଭାବୁଥାଏ, ମୋତେ ଏମିତି ହିଁ ଶାଶୁଘରଟିଏ ଦରକାର ଥିଲା। ଝିଅ କହିଲା, ବାପା, ସେ ସନ୍ଥ ଆଉ କ'ଣ କହିଲେ? ସେଠ କହିଲେ, ସନ୍ଥ ସେହି ମନ୍ତ୍ର ଜପ କରିବା ପାଇଁ କହିଲେ। ଝିଅ କହିଲା, ସେହି ମନ୍ତ୍ର ମୋ ଦ୍ୱାରା ଜପ ହେବ ନାହିଁ। କଠିନ କାମ ମୋ ଦ୍ୱାରା ହେବ ନାହିଁ। କୌଣସି ସରଳ କାମ କୁହନ୍ତୁ। ସେଠ କହିଲେ, ଠିକ୍ ଅଛି ଝିଅ, ମନ୍ତ୍ର ପାଠ ମୁଁ କରିଦେବି, ସାଧନା କିନ୍ତୁ ତୋତେ କରିବାକୁ ହେବ। 6 ମାସ ପର୍ଯ୍ୟନ୍ତ କାହାକୁ କୌଣସି ଜବାବ ଦେବୁ ନାହିଁ। 6 ମାସ ପର୍ଯ୍ୟନ୍ତ କାହାକୁ କିଛି ବି କହିବୁ ନାହିଁ। ପୁରା ପରିଶ୍ରମର ସହିତ କାମ କରିବାକୁ ପଡ଼ିବ। ସେଠ ପଚାରିଲେ, ତୁ ପ୍ରସ୍ତୁତ ଅଛୁ ତ? ସେ କହିଲା, ହଁ ପ୍ରସ୍ତୁତ ଅଛି, ବାସ୍ 6 ମାସର କଥା ତ? ପିତା କହିଲେ, ହଁ, କେବଳ 6 ମାସର କଥା। ତାପରେ ଶାଶୁଘର ଲୋକ ତୋ ହାତ ମୁଠାରେ। ଝିଅ ପଚାରିଲା, ବାପା, ଯଦି ସେପରି ନ ହୁଏ? ବାପା କହିଲେ, ଝିଅ, ଏଇଟା ତୋ ଘର, ତୁ ଏଠାକୁ ଆସି ଆରାମରେ ରହିବୁ। ପୁଣି ସେଠ ଝିଅକୁ ନେଇ ଶ୍ୱଶୁର ଘରେ ପହଞ୍ଚିଗଲେ। ସେଠାରେ ସମସ୍ତେ ତାକୁ ଦେଖି କହିଲେ, କଳିମୁହିଁ ପୁଣି ଆସିଗଲା।
ତାକୁ କେହି କଥା ମଧ୍ୟ କହିଲେ ନାହିଁ। ସେ ଝିଅକୁ ବହୁତ ରାଗ ଲାଗୁଥିଲା, କିନ୍ତୁ ସେ ନିଜର ବାପାଙ୍କ କଥାକୁ ଧ୍ୟାନରେ ରଖି କାହାକୁ କିଛି ବି କହୁନଥିଲା। ସେ ଝିଅର ବାପା ଝିଅର ଶାଶୁକୁ କହିଲେ, ସମୁଦୁଣୀ, ମୁଁ ଆପଣଙ୍କ ଘରର ବୋହୂ ଆଣି ଆସିଛି। ଝିଅର ଶାଶୁ କହିଲେ, ଆରେ ନେଇଯାଅ ତୁମ ଝିଅକୁ, ମୋର କୌଣସି ଆବଶ୍ୟକତା ନାହିଁ ଏ ଝିଅର। ଏ ଝିଅ ଆମ ଘରକୁ ପୁରା ବର୍ବାଦ କରିଦେବ। ତେବେ ତା ବାପା ହାତ ଯୋଡ଼ି କହିଲେ, ସମୁଦୁଣୀ, ଗୋଟିଏ ଥର ମୋ ଝିଅକୁ ସୁଯୋଗ ଦିଅନ୍ତୁ। ଝିଅର ଶାଶୁ କହିଲେ, ଠିକ୍ ଅଛି ଭାଇ ସାହେବ, ଯଦି ଏପରି କଥା ତେବେ ଠିକ୍ ଅଛି। ସେଠାରେ ପିତା ନିଜ ଝିଅକୁ ବୁଝାଇ ସେଠାରେ ଛାଡ଼ି ଚାଲି ଆସିଲେ। ସେ ଝିଅ ପୁରା ରାତି ସେଠାରେ ରହିଲା ଓ ସକାଳ ହେବା ମାତ୍ରେ ଉଠି ନିଜର ଶାଶୁର ପାଦ ଛୁଇଁଲା ଏବଂ କହିଲା, ମା ମୋତେ ଆଶୀର୍ବାଦ ଦେବ ନାହିଁ? ଶାଶୁ ତ ରାଗ ଜର୍ଜରିତ ହୋଇ ବସିଥାଏ, କିନ୍ତୁ ବୋହୂ ପାଦ ଛୁଇଁ ଆଶୀର୍ବାଦ ମାଗିବାରୁ ଶାଶୁଙ୍କୁ ଗୋଟିଏ ଝଟକା ଲାଗିଲା। ସେ ମନେ ମନେ ଭାବିଲେ, ଓଲଟା ଗଙ୍ଗା କିପରି ବହିବାକୁ ଲାଗିଲା। ଆରେ ଏଇ ସେ ଝିଅ, ସେ ବୋହୂଟି ଯାହାକୁ ଗୋଟିଏ କଥା କହିଲେ ସେ 10 ଥର ଓଲଟା ଜବାବ ଦେଇଦିଏ। ପୁଣି ଶାଶୁ ତାକୁ ଆଶୀର୍ବାଦ ଦେଲେ। ତାପରେ ସେଠର ଝିଅ ସେଠାରୁ ଉଠିଲା ଏବଂ ସିଧା ରୋଷେଇ ଘରକୁ ଯାଇ ଭୋଜନ ପ୍ରସ୍ତୁତିରେ ଲାଗି ପଡ଼ିଲା। ସେପାଟୁ ଯେବେ କଂସାର ଶବ୍ଦ ଶୁଭିଲା, ଶାଶୁ ନିଜ ଝିଅମାନେ ନଣନ୍ଦକୁ ପଚାରିଲା, ଆରେ ଝିଅ, ଯାଇ ରୋଷେଇ ଘରେ ଦେଖ, କୋଉ ବିଲେଇ ପଶିଯାଇଛି କି? ତେବେ ନଣନ୍ଦ କହିଲା, ଆରେ ମା, ସେ ବିଲେଇ ନୁହେଁ, ସେ ତୁମର ବୋହୂ ଭୋଜନ ପ୍ରସ୍ତୁତ କରୁଛି, ସେଠାରେ ରହି କାମ କରୁଛି। ପୁଣି ସେ ଝିଅ ଭୋଜନ ପ୍ରସ୍ତୁତ କରି ନିଜ ଶାଶୁ ମାଆକୁ ଖାଦ୍ୟ ପରଷି ଦେଲା ଏବଂ ଶାଶୁକୁ ବହୁତ ପ୍ରେମରେ ଖୁଆଇବାକୁ ଲାଗିଲା। ତେବେ ଶାଶୁର ମନ ବହୁତ ଖୁସି ହୋଇଗଲା। ସେପଟେ ଯେତେବେଳେ ଶ୍ୱଶୁର ଆସିଲେ, ସେ ଝିଅ ଶ୍ୱଶୁରଙ୍କର ପାଦ ଛୁଇଁଲା ଏବଂ ଭୋଜନର ଥାଳି ଧରି ଶ୍ୱଶୁରଙ୍କର ପାଖରେ ପହଞ୍ଚି କହିଲା, ପିତାଜୀ, ଯଦି ମୋ ଦ୍ୱାରା କୌଣସି ଅପରାଧ ହୋଇଥିବ ତେବେ ମୋତେ କ୍ଷମା କରିଦେବେ। ତେବେ ଶ୍ୱଶୁର ଭାବିଥାନ୍ତି, ଆରେ ଇଏ ଆମର ସେହି ବୋହୂ ତ, ଯାହାକୁ ଗୋଟିଏ କଥା କହିଲେ ସିଏ 10 ଥର ଓଲଟା ଜବାବ ଦେଇଦେଉଥିଲା, କିନ୍ତୁ ଆଜି ସେ ହାତ ଯୋଡ଼ି ମୋ ସାମ୍ନାରେ ଠିଆ ହୋଇଛି। ଗୋଟିଏ ଶ୍ୱଶୁରକୁ ଆଉ କ'ଣ ଦରକାର? ପୁଅ ଏବଂ ତାଙ୍କର ବୋହୂ ତାଙ୍କର ଇଜ୍ଜତ କରନ୍ତୁ, ତାଙ୍କୁ ସମ୍ମାନ ଦିଅନ୍ତୁ, ସମୟ ପୂର୍ବରୁ ତାଙ୍କୁ ଭୋଜନ ଦିଅନ୍ତୁ, ଯଥା ସମୟରେ ଧ୍ୟାନ ରଖୁ, ବାସ୍ ଏତିକି। ଏବେ ତ ସେ ସକାଳୁ ଜଲ୍ଦି ଉଠି ସବୁ କାମ କରୁଥିଲା। ସେ ନିଜ ସ୍ୱାମୀର ସେବା କରୁଥିଲା ଓ ଯା ଓ ନଣନ୍ଦଙ୍କର ଧ୍ୟାନ ରଖୁଥିଲା, ସମସ୍ତଙ୍କୁ ସମୟରେ ଭୋଜନ ଦେଇ ଦେଉଥିଲା। କିନ୍ତୁ ତାକୁ ସେଠର କଥା ମନେ ଥିଲା। କିନ୍ତୁ ଯଦି ତାକୁ କେହି କିଛି କହୁଥିଲା ତାକୁ ବହୁତ ରାଗ ଲାଗୁଥିଲା, ଯେପରି କଞ୍ଚା ଚୋବେଇ ଖାଇଯିବି। କିନ୍ତୁ ତାକୁ ସେଠଙ୍କର କଥା ସବୁବେଳେ ମନେ ପଡ଼ିଯାଉଥିଲା ଯେ, ଝିଅ, ସାଧନାକୁ କେବେ ଭୁଲିବୁ ନାହିଁ, କେବଳ 6 ମାସର କଥା ଅଟେ। ତାକୁ ଯଦି କ୍ରୋଧ କିମ୍ବା ରାଗ ଆସୁଥିଲା, ସେ ଭାବୁଥାଏ କେବଳ 6 ମାସର କଥା, ତାପରେ ତୁମ ସମସ୍ତଙ୍କୁ ଦେଖିଦେବି। ପୁଣି ସେ ସମସ୍ତଙ୍କର ସେବା ଓ ଯତ୍ନ କରିଚାଲିଲା। ଗୋଟିଏ ମାସ ବିତିଗଲା। ପୁଣି ଗୋଟିଏ ଦିନ ତା ଶାଶୁ ଆସି ଘରର ଦାୟିତ୍ୱର ଚାବିକାଠି ତା ହାତରେ ଦେଇ କହିଲେ, ତୁ ମୋର ବୋହୂ ନୁହେଁ, ତୁ ମୋର ଝିଅ, ତୁ ଏ ଘରର ଲକ୍ଷ୍ମୀ, ଆଜିଠାରୁ ଏ ଘରର ସବୁ ଦାୟିତ୍ୱ ତୋର। ଏହା ଶୁଣି ସେ ଝିଅ ଖୁସି ହୋଇଗଲା। ତାପରେ ଶାଶୁ ନିଜ ପୁଅକୁ ଡାକି କହିଲା, ତୁ ଯେଉଁ ପଇସା ରୋଜଗାର କରି ଆଣୁଛୁ, ଆଜିଠାରୁ ଆମକୁ ନୁହେଁ ତୋ ସ୍ତ୍ରୀକୁ ଦେବୁ, କାରଣ ଏଇ ଝିଅ ଏ ଘରର ବୋହୂ ନୁହେଁ, ଇଏ ଏଇ ଘରର ଲକ୍ଷ୍ମୀ ଅଟେ। ଇଏ ସବୁ ଦାୟିତ୍ୱର ବୋଝ ଉଠାଇବ। ଏବେ ଯେତେବେଳେ ଶାଶୁ ଏହା କହିଲେ, ସେ ଝିଅର ଖୁସି କହିଲେ ନ ସରେ। ସେ ଭାବିଲା, ବାପା ଠିକ୍ କହୁଥିଲେ, ସାଧନାର ପ୍ରଭାବ ଗୋଟିଏ ମାସରେ ଦେଖାଗଲା। ବାପା ଏହା ମଧ୍ୟ କହୁଥିଲେ ଯେ 6 ମାସରେ ସାଧନାର ପ୍ରଭାବ ଦେଖାଯିବ, କିନ୍ତୁ ଗୋଟିଏ ମାସରେ ସାଧନାର ପ୍ରଭାବ ଦେଖାଗଲାଣି। ମୋ ହାତକୁ ପୁରା ଘରର ଚାବିକାଠି ମଧ୍ୟ ଆସିଗଲାଣି ଏବଂ ସବୁ ଲୋକ ମଧ୍ୟ ମୋର ପ୍ରଶଂସା କରୁଛନ୍ତି। ଧୀରେ ଧୀରେ 2 ମାସ ବିତିଗଲାଣି। 2 ମାସ ପରେ ସେ ଝିଅର ପୁରା ବିଚାର ବଦଳିଗଲା। ତା ଭିତରେ ପ୍ରେମର ଭାବନା ଜାଗ୍ରତ ହୋଇଗଲା ଏବଂ ଭଲ ସ୍ୱଭାବ ଉତ୍ପନ୍ନ ହେଲା। ପୁଣି ଗୋଟିଏ ଦିନର କଥା ଅଟେ। ଶ୍ରାବଣ ମାସ ଥିଲା। ନିଜ ଭଉଣୀକୁ ତା ଭାଇ ନେବା ପାଇଁ ଆସିଲା। ତାପରେ ତା ଭାଇ କହିଲା, ମୋ ଭଉଣୀକୁ ପଠେଇ ଦିଅ। ତାପରେ ଶାଶୁ କହିଲେ, ଠିକ୍ ଅଛି ପୁଅ, ଭାଇ ଭଉଣୀର ଭଲ ପାଇବା, ତୁମେ ତାକୁ ନେଇଯାଅ, କିନ୍ତୁ ଅଧିକ ଦିନ ରଖିପାରିବ ନାହିଁ। ରକ୍ଷାବନ୍ଧନ ଯିବା ପରଦିନ ଆଣି ତାକୁ ପଠାଇଦେବ, କାରଣ ତା ବିନା ମୁଁ ବଞ୍ଚିପାରିବି ନାହିଁ। ସିଏ ତ ଆମ ଘରର ଲକ୍ଷ୍ମୀ। ସେ ଚାଲିଯିବ ତ ଆମର ଦିନ କିପରି କଟିବ?
ଝିଅଟି ତା ଭାଇ ସହିତ ତା ବାପାଙ୍କ ପାଖକୁ ଆସିଲା। ସେଠ ପଚାରିଲେ, ଝିଅ ତୋ ଶାଶୁ କିପରି? ଝିଅଟି କହିଲା, ମୋ ଶାଶୁ ଗୋଟିଏ ଭଲ ମାଠୁ ଅଧିକ ସେ ମୋତେ ଭଲ ପାଆନ୍ତି। ସେଠ ପଚାରିଲେ, ତୁମ ଶ୍ୱଶୁର କିପରି? ଝିଅଟି କହିଲା, ବାପା ମୋ ଶ୍ୱଶୁର ମୋତେ ସବୁଠାରୁ ଅଧିକ ଭଲ ପାଆନ୍ତି, ଏମିତିକି ତୁମଠାରୁ ମଧ୍ୟ ଅଧିକ ଭଲ ପାଆନ୍ତି। ସେଠ ପଚାରିଲେ, ତୁମ ଯା କିପରି? ସେ କହିଲା, ମୋ ଯା ଆମର ବହୁତ ଯତ୍ନ ନିଅନ୍ତି। ସେଠ ପଚାରିଲେ, ତୁମ ନଣନ୍ଦ କିପରି? ଝିଅଟି କହିଲା, ସେ ପୁରା ମୋ ସାଙ୍ଗ ଭଳି। ସେଠ ପଚାରିଲେ, ତୁମ ପତି କିପରି? ଝିଅଟି କହିଲା, ବାପା ମୋ ସ୍ୱାମୀ ମୋତେ ବହୁତ ପ୍ରେମ କରନ୍ତି। ସେଠ ପଚାରିଲେ, ଝିଅ ତୁମର ପଡ଼ୋଶୀ କିପରି? ଝିଅଟି ଉତ୍ତର ଦେଲା, ମୋ ପଡ଼ୋଶୀ ବହୁତ ଭଲ ଅଟନ୍ତି। ଯେତେବେଳେ ଝିଅର ମୁହଁରୁ ଏହି ଶବ୍ଦ ଶୁଣିଲେ, ସେଠ ମନେ ମନେ ଭାବିଲେ, ଆଜି ମୋ ଝିଅ ପାଇଁ ମୋ ମୁଣ୍ଡ ଗର୍ବରେ ଉଚ୍ଚା ହୋଇଗଲା। ପୁଣି ଝିଅଟି ନିଜ ବାପ ଘରେ ରହିବା ପାଇଁ ଲାଗିଲା। ପୁଣି ଶାଶୁଘର ଲୋକେ ଝିଅକୁ ନେବା ପାଇଁ ତୁରନ୍ତ ଖବର ପଠାଇଦେଲେ। ଝିଅଟିର ବିଚାର ପୂରାପୂରି ବଦଳିଗଲା। ଏବେ ସେ ବୋହୂ ନିଜ ଶାଶୁଘରକୁ ସ୍ୱର୍ଗ ବନାଇ ଦେଲା। ଏବେ ଆପଣମାନଙ୍କୁ କହିବୁ ଯେ, ଚାହିଁଲେ ଭୋକରେ ମରିଯାଆନ୍ତୁ ପଛେ ନିଜ ବାପଘରୁ ଏହି 3ଟି ଜିନିଷ କଦାପି ଆଣନ୍ତୁ ନାହିଁ, ନଚେତ୍ ପତି ବେମାର ହୋଇଯିବେ। ପ୍ରଥମ ବସ୍ତୁ କ'ଣ ନା ଜିଦ୍ଦିପଣ, ଯାହା ସେ ଝିଅ ଜିଦ୍ଦିଆ ଥିଲା। ଯେବେ ସେ କୁଆଁରୀ ଥିଲା ସେ ବହୁ ଜିଦ୍ଦିଆ ଥିଲା। ତେଣୁ ନିଜ ବାପ ଘରେ ହିଁ ନିଜର ଜିଦ୍ଦି ଛାଡ଼ି ଦିଅନ୍ତୁ। ଦ୍ୱିତୀୟ ବସ୍ତୁ ହେଉଛି ଲଢ଼େଇ ବା ଝଗଡ଼ା। ଯେବେ ଆପଣ ବାପ ଘରେ ରହୁଥିଲେ, ତେବେ ଆପଣଙ୍କର ବାପା ମା, ଭାଇ ଭଉଣୀ ଆପଣଙ୍କର ଲଢ଼େଇ ଝଗଡ଼ା ସହିଯିବେ, କାରଣ ଆପଣ ତାଙ୍କର ଝିଅ। କିନ୍ତୁ ଯଦି ସେ ଅଭ୍ୟାସ ନେଇ ଆପଣ ଶାଶୁଘର ଯାଉଛନ୍ତି, ତେବେ ସେଠାରେ ବର୍ବାଦ ହୋଇଯିବେ। ତୃତୀୟ ବସ୍ତୁ ହେଉଛି କଠୋର ଶବ୍ଦ କହିବା। କଠୋର ଶବ୍ଦ ବିଷ ସହିତ ସମାନ। କଠୋର ଶବ୍ଦ ଶାଶୁଘରେ କହିଲେ କେହି ବରଦାସ୍ତ କରିବେ ନାହିଁ। ସେଠାରେ ନିଜର ଘର ଉଜୁଡ଼ିବା ପାଇଁ ଅଧିକ ସମୟ ଲାଗିନଥାଏ। ଦର୍ଶକ ବନ୍ଧୁ, ଭିଡ଼ିଓଟିକୁ ଏହିଠାରେ ଶେଷ କରୁଛି। ଯଦି ଆପଣମାନଙ୍କୁ ଏହି ଭିଡ଼ିଓଟି ଭଲ ଲାଗିଛି, ତେବେ ଦୟାକରି ମୋ ଚ୍ୟାନେଲ ମାନି ଭଏସ୍କୁ ସବସ୍କ୍ରାଇବ୍ କରି ଏହି ଭିଡ଼ିଓଟିକୁ ଗୋଟିଏ ଛୋଟିଆ ଲାଇକ୍ ନିହାତି ଭାବରେ କରନ୍ତୁ। ଆଉ ହଁ, କମେଣ୍ଟରେ ନିଜର ମତାମତ ବ୍ୟାଖ୍ୟା କରିବାକୁ ଆଦୌ ଭୁଲନ୍ତୁ ନାହିଁ।